କୌଣସି ବି ସମ୍ପର୍କ ସେତେବେଳେ ମଜବୁତ ହୁଏ ଯେତେବେଳେ ତୁମେ ସେହି ସମ୍ପର୍କରେ କିଛି ଅଧିକ ଦେବାର ଭାବନା ରଖିବ ଏବଂ ମାଗିବା ବା ପାଇବାର ଭାବନାକୁ କମ୍ ରଖିବ। ଯେତେବେଳେ ତୁମେ ତୁମର ସମ୍ପର୍କରେ ସର୍ବଦା ନିଜର ଭଲ ପାଇବା ଏବଂ ଧ୍ୟାନ ଦେବ, ତେବେ ତୁମକୁ ତୁମର ସମସ୍ତ ସମ୍ପର୍କରୁ ସ୍ୱୟଂଚାଳିତ ଭାବରେ ସେସବୁ ମିଳିବ ଯାହା ତୁମେ ଇଚ୍ଛା ରଖିଛ। ମୁଁ ତୁମ ସହିତ ବିଭିନ୍ନ ମାଧ୍ୟମରେ କଥା ହୋଇଥାଏ। କେଉଁ ପଥରେ ଫୁଲ ଅଛି ଏବଂ କେଉଁ ପଥରେ କଣ୍ଟା ଅଛି, ଏହା ମୁଁ ତୁମକୁ ବିଭିନ୍ନ ମାଧ୍ୟମରେ କହିବାକୁ ଚେଷ୍ଟା କରିଥାଏ। ମୁଁ ତୁମକୁ ସଂକେତ ମଧ୍ୟ ଦେଇଥାଏ। ଯେତେବେଳେ ବି ସଙ୍କଟ ଆସିଥାଏ, ତେବେ ତୁମେ କୁହ କି, ବାବା, ମୁଁ ତ ମୋର ସମସ୍ତ ସମସ୍ୟାକୁ ଆପଣଙ୍କ ଚରଣରେ ରଖିଦେଇଛି। ଏବେ ଆପଣ ହିଁ ସମ୍ଭାଳନ୍ତୁ। ତ ହଁ ପିଲାମାନେ, ମୁଁ ତ ତୁମକୁ ସମ୍ଭାଳୁଛି, କିନ୍ତୁ ଯେତେବେଳେ ମୋ ସନ୍ତାନ ନିଜେ ସେହି ପରିସ୍ଥିତିରୁ ବାହାରକୁ ଆସିବା ପାଇଁ ଚେଷ୍ଟା କରିବ, ତେବେ ତ ଯାଇ ମୁଁ ତୁମକୁ ସାହାଯ୍ୟ କରିପାରିବି। ଯଦି ତୁମେ କିଛି ନ କରି କେବଳ ଏହା କହି ବସିଯାଅ କି, ମୁଁ ତ ବାବାଙ୍କ ଚରଣରେ ନିଜକୁ ଆତ୍ମସମର୍ପଣ କରିଛି, ଏବେ ବାବା ହିଁ ଆସିକି ସବୁ ସମ୍ଭାଳି ନେବେ ବା ଯତ୍ନ ନେବେ, ତେବେ ତାହା ଏମିତି ହୁଏ ନାହିଁ। ଆତ୍ମସମର୍ପଣର ଅର୍ଥ ହେଉଛି କି ତୁମେ ନିଜେ ବି ଚେଷ୍ଟା କର ଏବଂ ତାପରେ ଫଳାଫଳ ବିଷୟରେ ଚିନ୍ତା ନ କରି ମୋ ଉପରେ ବିଶ୍ୱାସ ରଖ ଯେ ମୁଁ ତୁମକୁ ସମ୍ଭାଳି ନେବି, ତୁମର ଯତ୍ନ ମଧ୍ୟ ନେବି। ଖୁସିରେ ରୁହ। ଖୁବ୍ ଆଶୀର୍ବାଦ କରୁଛି। ଓମ୍ ସାଇ ରାମ, ଜୟ ସାଇ ରାମ।